ମଙ୍ଗଲେ ଅଇଲା ଉଷା ପାଠର ଆମେ ପ୍ରଶ୍ନୋତ୍ତର ଆଲୋଚନା କରିବୁ। ପାଠର ପ୍ରଶ୍ନ ଉତ୍ତର ବିଚକ ରାଜ୍ୟ ଦୃଶ୍ୟ ନିମନ୍ତ କେଉଁ ଅର୍ଥକୁ ବୁଝାଉଛି? ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖି ଯାହାର ଅରୁଣ କଷାୟ ବାସର ଅର୍ଥ ସ୍ୱରୂପ କେଉଁ ଉକ୍ତିଟି ଠିକ୍? ଅରୁଣ ରଙ୍ଗର କଷାୟ ବସ୍ତ୍ର। ଉଷାକୁ ପ୍ରଶଂସା କରି ସତୀ ସୀତା କେଉଁ ବାକ୍ୟଟି କହିଛନ୍ତି? ତୁମେ ତିମିର ବିଧ୍ୱଂସୀ। ସୀତାଙ୍କର ଅନ୍ୟ ନାମ ବେଦୋହୀ ହେବାର କାରଣ କଣ? ବିଦେହର କନ୍ୟା। ନିମ୍ନଲିଖିତ ପଦଗୁଡ଼ିକ ମଧ୍ୟରେ କେଉଁଟି ରୂପକ କର୍ମଧାରୟ ନୁହେଁ ଚିହ୍ନାଇ ଦିଅ। ବୀଣା, ଝଙ୍କାର। 6 ନମ୍ବର ନିମ୍ନୋକ୍ତ ପ୍ରତ୍ୟେକ ଶବ୍ଦର ଦୁଇଟି ଭିନ୍ନ ଭିନ୍ନ ଅର୍ଥ ଲେଖ। କୁହାଯାଇଛି ବାସ ଗୋଟେ ହଉଛି ଗୃହ ବସ୍ତ୍ର ଆଉ ଗୋଟେ ବାସ ହଉଛି ବସିବା। କର ଗୋଟେ ହେଲା ହାତ, ଗୋଟେ ହେଲା ଖଜଣା। ବନ ହଉଛି ଗୋଟେ ଜଙ୍ଗଲ ବା ବଣ, ଆଉ ଗୋଟେ ବନ ହଉଛି ପାଚିବା ବା ଜଲ। 7 ନମ୍ବର ନିମ୍ନଲିଖିତ ଶବ୍ଦ ଗୁଡ଼ିକର ତିନୋଟି ଲେଖା ଶବ୍ଦ ଲେଖ। କୁସୁମ ଫୁଲ, ପୁଷ୍ପ, ପ୍ରସନ୍ନ, ସୁମନ। ନୀର ଜଲ, ପାଣି, ଅମ୍ବୁ। ଗଗନ ଆକାଶ, ଅମ୍ବର, ବ୍ୟୋମ। ରାଜୀବ ପଦ୍ମ, କମଳ, ନଳିନୀ। ରାତ୍ରି ନିଶି, ବିଭାବରୀ, ରାତି, ରଜନୀ। ନମ୍ବର 8 କ ସ୍ତମ୍ଭ ଖ ସ୍ତମ୍ଭ ଅଛି। ସରସ୍ଵତୀ ପୀଣା ଝଙ୍କାର, ମୁକ୍ତା ଉପହାର। ଉଷା ସୁକୁମାର ଦେହୀ, କୁମ୍ବାଟୁଆ ସ୍ତବ ପାଠ, ମଙ୍ଗଳ ପ୍ରଦୀପ। ପ୍ରଭାତୀ ତାରା, ତମସା ଆଶ୍ରମ ଧାତ୍ରୀ। 9 ନମ୍ବର ବନ୍ଧନୀ ମଧ୍ୟରେ ଉପଯୁକ୍ତ ଶବ୍ଦବାଚୀ ଶୂନ୍ୟସ୍ଥାନ ପୂରଣ କର। ତୁମ କୋମଳ ଚରଣ କରେ ଡେକ୍ସ ଆରୋହଣ। ଜ୍ୟୋତି ବନ୍ଦିଲେ ଉଷାର ଡେକ୍ସ ସବିନୟନରେ। ପଦ ଜାନକୀ ଦର୍ଶନ ଟେକ୍ସ ହୃଦୟ ବହି। ତୃଷା ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ଡେକ୍ସ ସିଞ୍ଚି। ନୀର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର। 10 ନମ୍ବର ଦର୍ଶନ ଦିଅ ସତୀ ରାତି ପାହିଲା। ଏକଥା କିଏ କାହାକୁ କହିଛି? ଏହା ଉଷା ସତୀ ଶିରୋମଣି ସୀତାଙ୍କୁ କହିଛନ୍ତି। ବାଲ୍ମୀକି ଆଶ୍ରମକୁ ଉଷା କାହିଁକି ଆଗମନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି? କବି ଗଙ୍ଗାଧର ମେହେରଙ୍କ ମଙ୍ଗଳବିଳାସ କବିତାରେ ବାଲ୍ମୀକି ଆଶ୍ରମକୁ ଉଷା ଆସିଛନ୍ତି। ତାଙ୍କର ଏ ଆଗମନ ଆକସ୍ମିକ ନୁହେଁ, ଦୈନନ୍ଦିନ। ମାତ୍ର ଏଠାରେ ତାଙ୍କର ଆଗମନରେ ଅଛି ନିର୍ଦ୍ଦିଷ୍ଟ ଅଭିଳାଷ। ଉଷା ମଙ୍ଗଳେ ମୁହୂର୍ତ୍ତରେ ଆସିଥିବା କଥା କବିତାରେ କେଉଁ ପଦରୁ ଜଣାପଡୁଛି? ମଙ୍ଗଳେ ଅଇଲା ଉଷା। ଉଷା ଉପହାର ସ୍ୱରୂପ କଣ ଆଣିଛି? ତାଙ୍କ କର ପଲ୍ଲବରେ ନୀହାର ଅର୍ଥାତ୍ ଶିଶିର ରୂପକ ମୁକ୍ତାଧରି ଜାନକୀଙ୍କ ଦର୍ଶନ ପାଇଁ ଆଶ୍ରମ ବାହାରେ ଅପେକ୍ଷାରତ ଅଛନ୍ତି ବୋଲି କବି ସୂଚାଇ ଦେଇଛନ୍ତି। ଉଷାଙ୍କର କର ବୋଲି କବି କାହାକୁ କଳ୍ପନା କରିଛନ୍ତି? କଅଁଳିଆ ପତ୍ରକୁ ଏଠାରେ ଉଷାଙ୍କ ବରକଲି ଚମତ୍କାର ବର୍ଣ୍ଣନା ଦେଇଛନ୍ତି କବି ଗଙ୍ଗାଧର ମେହେର। ଉଷାଙ୍କର କର ବୋଲି କବି କାହାକୁ କଳ୍ପନା କରିଛନ୍ତି? କଅଁଳିଆ ପତ୍ରକୁ ଏଠାରେ ଉଷାଙ୍କ କରକୁ ବୋଲି ଚମତ୍କାର ବର୍ଣ୍ଣନା ଦେଇଛନ୍ତି କବି ଗଙ୍ଗାଧର ମେହେର। ଉଷା କେଉଁ ସ୍ଥାନରେ ରହି ସୀତାଙ୍କୁ ଡାକିଲେ? ସତୀ ସୀତାଙ୍କ ଦର୍ଶନ ପାଇଁ ଉଷା ମାହିନ୍ଦ୍ର ବେଲାରେ ଆସି ସତୀ ସୀତାଙ୍କ ବାସବାହାର ପ୍ରାଙ୍ଗଣରେ ଅର୍ଥାତ୍ ସୀତା ରହୁଥିବା ବାଲ୍ମୀକି ମୁନିଙ୍କ ଆଶ୍ରମରେ ବାହାର ପ୍ରାଙ୍ଗଣରେ ରହି ସୀତାଙ୍କୁ ଡାକିଲେ। କଲକଣ୍ଠ କଣ୍ଠରେ କିଏ କହିଲେ? କଲକଣ୍ଠ କଣ୍ଠରେ ଉଷା କହିଥିଲେ।
ଉଷା କି ପ୍ରକାର ବସ୍ତ୍ର ପିନ୍ଧିଛନ୍ତି? ଉଷା ଅରୁଣ କଷାୟ ବାସ ପରିଧାନ କରିଛନ୍ତି। କବି ଉଷାଙ୍କୁ କେଉଁ ରୂପରେ ବର୍ଣ୍ଣନା କରିଛନ୍ତି? ପ୍ରସ୍ଫୁଟିତ ପଦ୍ମଫୁଲର ଆଭା ଭଳି ଉଷାଙ୍କର ଶରୀର ହେଉଛି ଲାବଣ୍ୟମଣ୍ଡିତ। ହସ୍ତରେ ତାଙ୍କର ଶିଶିର ରୂପକ ମୁକ୍ତର ଉପହାର। ସତୀଶୀ ତ୍ରିମୁଣି ତାଙ୍କ ପାଇଁ ସେ ଅରୁଣ କଷାୟ ବାସ ପରିହିତା। ସେ ଚାରୁ ହାସ୍ୟମୟୀ ଲାସମୟୀ ଉଷା ସୁନ୍ଦରୀଙ୍କ ରୂପରେ ସତୀ ସୀତା ମଧ୍ୟ ଅଭିଭୂତ ହୋଇଛନ୍ତି। ମର୍ତ୍ତ୍ୟ ଭୁବନକୁ ଉଷା ଆସିବାର ଉଦ୍ଦେଶ୍ୟ କଣ? ସତୀ ସୀତାଙ୍କୁ ଦର୍ଶନ କରି ନିଜ ହୃଦୟ ତଥା ମନର ତୃଷାକୁ ମେଣ୍ଟାଇବା ପାଇଁ ମର୍ତ୍ତ୍ୟ ଭୁବନକୁ ଉଷାଙ୍କର ଆସିବାର ଥିଲା ମୁଖ୍ୟ ଉଦ୍ଦେଶ୍ୟ। 20 ନମ୍ବର, ସୀତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉଷା କି ବ୍ୟବସ୍ଥା ମାନ କରାଇଥିଲେ? ଏକୋଇଶ ନମ୍ବର, ଉଷା ସୀତାଙ୍କୁ ସତୀ ରାଜ୍ୟରାଣୀ ବୋଲି ସମ୍ବୋଧନ କଲେ କାହିଁକି? ସରସ୍ୱତୀଙ୍କ ବୀଣା ଝଙ୍କା ସହିତ କାହାକୁ ତୁଳନା କରାଯାଇଛି? ସରସ୍ୱତୀଙ୍କ ବୀଣା ଝଙ୍କା ସହିତ ମୁନି ଋଷିଙ୍କ ବେଦଧ୍ୱନିକୁ ତୁଳନା କରାଯାଇଅଛି। ଏହା ଦ୍ୱାରା ବନଭୂମିରେ କି ପରିବର୍ତ୍ତନ ଆସିଲା? ଉଷାଙ୍କ ଜୀବନ୍ତ ଉପସ୍ଥିତିରେ ବନଭୂମି ଆଲୋକିତ ହେବା ସହ ମୁନି ମୁଖନୀ ବେଦଧ୍ୱନିରେ ଶ୍ୟାମଳ ବନଭୂମି ମୁଖରିତ ହୋଇ ଉଠିଛି। ଅନୁକମ୍ପା କିଏ? ଅନୁକମ୍ପା ବାଲ୍ମୀକିଙ୍କ ଆଶ୍ରମ ଜଣେ ଅଭିଜ୍ଞ ତପସ୍ୱୀ, ଯାହାକୁ ସୀତାଙ୍କ ଆଶ୍ରମ ଜୀବନ ପାଇଁ ନିୟୋଜିତ କରାଯାଇଛି। ସେ ବ୍ରହ୍ମଚାରିଣୀ ଓ ତପସ୍ୱିନୀ। ଅନୁକମ୍ପା ସୀତାକୁ କଣ କହିଲେ? ବ୍ରହ୍ମଚାରିଣୀ ତପସ୍ୱିନୀ ଅନୁକମ୍ପା ସୀତାଙ୍କୁ ଶଯ୍ୟାତ୍ୟାଗ ପାଇଁ ପ୍ରବର୍ତ୍ତାଇ ସହିତ ଆଶ୍ରମ ନିକଟସ୍ଥ ତମସା ନଦୀକୁ ଅନ୍ୟ ମୁନି କୁମାରୀଙ୍କ ସହ ସ୍ନାନ ପାଇଁ ଯିବାକୁ କହିଛନ୍ତି। ସୀତାଙ୍କ ହୃଦୟରେ ପ୍ରତିବିମ୍ବର ବୀର ରାମମୂର୍ତ୍ତି କବି କାହାପରି ବୋଲି କହିଛନ୍ତି? ପଦ୍ମିନୀ ଅର୍ଥାତ୍ ପଦ୍ମର ଶରୀରରେ ଶିଶିର ବିନ୍ଦୁ ଖରର ରଶ୍ମି ଯେପରି ଔଜ୍ଜ୍ୱଲ୍ୟମୟୀ ପ୍ରତିବିମ୍ବନ ସୃଷ୍ଟି କରେ ସୀତାଙ୍କ ଶୋକ ଜର୍ଜରିତ ଚିତ୍ତରେ, ସେହିପରି ରଘୁବୀର ରାମଚନ୍ଦ୍ରଙ୍କର ରୂପ ପ୍ରତିବିମ୍ବନ ଅନୁଭୂତ ହୋଇଛି। ଏଠାରେ ରାମଙ୍କ ପ୍ରତି ସୀତାଙ୍କର ଅନାହତ ପ୍ରେମ ଓ ଭଲ ପାଇବାକୁ କବି ମାର୍ମିକ ଭାବେ ସୂଚିତ କରିଛନ୍ତି। ସୀତାଙ୍କ ହୃଦୟ ଶୋକ ଜର୍ଜିତ ହେବାର କାରଣ କଣ? 28 ନମ୍ବର, ସୀତା ଉଷାଙ୍କ ପଦବନ୍ଦନା କରି କଣ କହିଲେ? 29 ନମ୍ବର, ଉଷାଙ୍କୁ ଶୁଭ୍ର ସୌରଭ ରସିକେ ବୋଲି ସୀତା କହିଲେ କାହିଁକି? 30 ନମ୍ବର, ଶୁଭ ସମ୍ବାଦିନୀ ହୁଅ ରଘୁବଂଶୀକେ ଏକଥା କିଏ କାହାକୁ କହିଛନ୍ତି? ସୀତା ଉଷାଙ୍କୁ କହିଛନ୍ତି। ତମସାକୁ ଆଶ୍ରମ ଧାତ୍ରୀ ବୋଲି କାହିଁକି କୁହାଯାଇଛି? ତମସା ନଦୀ କି ଆୟୋଜନ କରି ସତୀ ସୀତାଙ୍କର ଆଗମନକୁ ଅପେକ୍ଷା କରିଥିଲେ?
ତମସା ନଦୀ ସୀତାଙ୍କୁ କିପରି ସ୍ୱାଗତ ଜଣାଇଥିଲା? ସୀତାଙ୍କୁ ଲାଭ କରି ତମସା ନିଜକୁ ଭାଗ୍ୟବତୀ ବୋଲି ଭାବିଛନ୍ତି କାହିଁକି? ପ୍ରସଙ୍ଗ ସରଳାର୍ଥ ଦେବା ପାଇଁ ନବଜୀବନ ସ୍ୱର୍ଗରୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ପୁରା ଇମ୍ପୋର୍ଟାଣ୍ଟ ଉକ୍ତ ପଦ୍ୟାଂଶଟି କବି ଗଙ୍ଗାଧର ମେହେର ତପସ୍ୱିନୀ କାବ୍ୟର ଚତୁର୍ଥ ସଂଘରୁ ସଂଗୃହୀତ ମଙ୍ଗଲେ ଅଇଲା ଉଷା ଶୀର୍ଷକରୁ ଆଣିତ। ଏଠାରେ କବି ଉଷାର ମହତ୍ତ୍ୱ ବିଷୟରେ ପ୍ରତିପାଦନ କରିଛନ୍ତି। ରଘୁକୁଳବଧୂ ସତୀଶ୍ରୀ ରମଣୀ ଦେବୀ ସୀତା ତପସ୍ୱିନୀ ଭାବେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ଅବସ୍ଥାନ କରିଛନ୍ତି। ତାଙ୍କୁ ଦର୍ଶନ କରିବା ଅଭିଳାଷାରେ ମଙ୍ଗଲମୟୀ ଉଷାରାଣୀ ତାଙ୍କୁ କୁଟୀର ସମ୍ମୁଖ ପ୍ରସଙ୍ଗଣ ଉପସ୍ଥିତ ହୋଇଛନ୍ତି। ନିଜର ମଧୁର କୋକିଳ କଣ୍ଠରେ ଦେବୀ ସୀତାଙ୍କୁ ରାତ୍ରି ପାହିବା ସୂଚନା ଦେଇଛନ୍ତି। ଅରୁଣ ରଙ୍ଗର କଷାୟ ବସ୍ତ୍ର ପରିହିତା କୁସୁମ କାନ୍ତି ମଣ୍ଡିତା ପ୍ରଶାନ୍ତ ରୂପା ସେହି ଉଷା ଦେବୀଙ୍କୁ ସ୍ୱର୍ଗ ଭୁବନର କୌଣସି ଏକ ଯୋଗେଶ୍ୱରୀ ବୋଲି କବି ବିବେଚନା କରିଛନ୍ତି। ଛତିଶ ନମ୍ବର ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତି କି ଗତି ବିହିଲା କି ସରସ୍ୱତୀ ବୀଣା ଝଙ୍କାର। ସଂକ୍ଷିପ୍ତ ପଦ୍ୟାଂଶଟି ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ରଚିତ ତପସ୍ୱିନୀ କାବ୍ୟର ଚତୁର୍ଥ ସଂଘରୁ ସଂଗୃହୀତ ମଙ୍ଗଲେ ଅଇଲା ଉଷା ଶୀର୍ଷକ ପଦ୍ୟରୁ ଆନିତ। ଏଠାରେ କବି ପବିତ୍ର ବେଦମନ୍ତ୍ର ଧ୍ୱନିରେ ସମଗ୍ର ବ୍ରହ୍ମାଣ୍ଡ କିପରି ଉଦ୍ବେଳିତ ହୋଇଉଠେ ତାହା ବର୍ଣ୍ଣନା କରିଛନ୍ତି। 37 ନମ୍ବର ଭାଗ୍ୟବତୀ ମତେ ସଂସାରରେ ବୋଲିବେ ତୋ ଯୋଗୁ ଏକା ପର ସଂସାରେ। ଉକ୍ତ ପଦ୍ୟାଂଶଟି ସାହିତ୍ୟ ସିନ୍ଧୁ ପୁସ୍ତକର ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ପ୍ରାଣିତ ତପସ୍ୱିନୀ କାବ୍ୟରୁ ସଂଗୃହୀତ ମଙ୍ଗଲେ ଅଇଲା ଉଷା ଶୀର୍ଷକ କବିତାରୁ ଆନିତ। ଏଠାରେ କବି ତମସା ହୃଦୟର ଭାବାବେଗକୁ ବର୍ଣ୍ଣନା କରିଛନ୍ତି। କବି ପ୍ରକୃତି ଉପରେ ମାନବତ୍ୱ ଆରୋପ କରିଛନ୍ତି। अड़तीस नंबर शुभ्र सौरभ रसिकी शुभ संपादिनी हुआ रघुवंशी की। उक्त पद्यांशटी स्वभाव कवि गंगाधर मेहेरଙ୍କ रचित तपस्विनी काव्यर चतुर्थ संघरू संगृहीत मंगले अइला उषा शीर्षक कवितारू आनीत। एठारे कवि भारतीय संस्कृति रे पतिप्रतार पति धर्म उपरे आलोकपात करिछन्ति। तो रहा दीर्घ उत्तरमूलक प्रश्न उत्तर। दीर्घ प्रश्न उत्तर अच्छे यहाँ आम मेहेर सा .in रे मिली जिबा।